ତାଙ୍କ ନାଁ କୁହ ବହୁତ ମିଶିବେ ମୁଁ କହିପାରିବି ତାଙ୍କ ଦଳ କଥା ତାଙ୍କ ବିଷୟରେ କିନ୍ତୁ ମୁଁ ଏତିକି ଖାଲି କହିବି ସେ ତାଙ୍କ ସମୟରେ ବହୁତ କାମ କରିଛନ୍ତି ମତେ କିଏ କହିବ ମୋ ଇଚ୍ଛା ମୁଁ ତାଠୁ 3000 କୋଟି ଟଙ୍କା ଆଣିଛି ହଁ ଖାଲି ଜଟଣୀ ୱାଟର ସପ୍ଲାଇ 7.5 କୋଟି 7ଟା ରୋଡ କୁ ନେଇକି 1000 କୋଟି ଦବା କଣ ସମସ୍ତଙ୍କୁ ନେଇଯାଇନି ଯେ ଥାଉ ଯେ ଦବା ଆମେ ପ୍ରଶଂସା କରିବୁ ଜାନକୀ ପଟ୍ଟନାୟକ 48ଟା ହାଇସ୍କୁଲ 13ଟା କଲେଜ 10ଟା ମେଡିକାଲ ଦେଇକି ଯାଇଛି ଆମେ ତା ନାଁ କହିବୁନି ବିରାଟ ଭୁବନେଶ୍ୱର କରିଛି ଆଜି ଚନ୍ଦ୍ରଶେଖରପୁର ଦଦନ କାନନ ଆମେ କହିବୁନି ମୁଁ ଜାନକୀ ପଟ୍ଟନାୟକ ଭଲ ପାଏ ମୁଁ ବିଜୁ ପଟ୍ଟନାୟକ ଭଲ ପାଏ ମୁଁ ନୀଳମଣି ରାଉତରାୟ ଭଲ ପାଏ ମୁଁ ନନ୍ଦିନୀ ଦେବୀଙ୍କୁ ଭଲ ପାଏ ଏଥିରେ କାହିଁ ମୋହନକୁ କଣ ଭଲ ପାଏନି ମୋହନ ମାଝିର ମୋର ଭଲ ସମ୍ପର୍କ ପାଣ୍ଡିଆନ ନୋଟ ଦେଇଛି ଭଲ ପାଇବିନି 3000 କୋଟି ଖାଲି ପିଇବା ପାଣି ଜଟଣୀ 750 କୋଟି ଭିତରେ କିଛି ନାହିଁ ମୁଁ ଟଙ୍କାଟେ କାହାଠୁ ନିଏନି ହାତରେ ନାହିଁ ଯଦି ଟଙ୍କା ଖାଇଥାନ୍ତି ଭୁବନେଶ୍ୱରରେ ଟଙ୍କାରେ ଯାଉଥାନ୍ତି ଆଉଥାନ୍ତି ଦରକାର ନୁହେଁ ସିଙ୍ଗଲ କହିପାରିବ କିଏ ଭୁବନେଶ୍ୱର ଏତେ ଶିଳ୍ପପତି ଏତେ କର୍ମଚାରୀ ଟଙ୍କାଟେ ଦେଇଛନ୍ତି କିଏ ଆମେ ଛୋଟିଆ ଲୋକ ସେ ଯେତିକି ପଇସା ଆମର ରୋଜଗାର ତାର ଭିତରେ ସିଂହ ଭଳିଆ ରହିଛୁ ଖଣ୍ଡାୟତ ଲୋକ ଆମେ କୋଉଟା 3000 କୋଟି ଦେଇଛି ହଁ ଆମ ଏରିଆ ଡେଭଲପ କରିବା ପାଇଁ ଜଟଣୀ ଏରିଆ ସେକୁ ବାଦେ ସବୁ ହାଇସ୍କୁଲ ମଡର୍ଣ୍ଣାଇଜ ସବୁ କଲେଜ ମଡର୍ଣ୍ଣାଇଜ ସବୁ ଡାକ୍ତରଖାନା ମଡର୍ଣ୍ଣାଇଜ IIT ନାଇଜର ଇନଫୋସିସ ଅଲ ଇଣ୍ଡିଆ ମେଡିକାଲ ସାଇନ୍ସ ମୁଁ ଟେକିବିନି ଆହୁରି ହବ କାରଣ ଜାନକୀ ପଟ୍ଟନାୟକ ସମୟରେ 48 ହାଇସ୍କୁଲ 17 କଲେଜ ଏ ବିରାଟ ନନ୍ଦନ କାନନ ତେଣୁ ଜାନକୀ ପଟ୍ଟନାୟକ ସମୟରେ କଣ କମ କାମ